ଜୟ ଜଗନ୍ନାଥ। ଆପଣମାନଙ୍କୁ ମୁଁ ସ୍ୱାଗତ କରୁଛି ମୋ ଚ୍ୟାନେଲ ତରଫରୁ। ଆଜି ୟୁଟ୍ୟୁବରେ ସୋସିଆଲ ମିଡ଼ିଆରେ ଆମେ ଭିଡ଼ିଓ କରିବା ଦ୍ୱାରା ଆମର ଫାଇଦା କ'ଣ ହେବ, ଆଜିର ଟପିକ୍ ବା ଏ ବିଷୟରେ ଆମେ ଆଜି ଆଲୋଚନା କରିବା। ଆପଣମାନେ ଦେଖୁଥିବେ ସୋସିଆଲ ମିଡ଼ିଆରେ କେଉଁଭଳି ଭାବରେ ଲୋକମାନେ ମାତିଛନ୍ତି, କାରଣ ଆପଣମାନେ ସେଟାକୁ ଫିଲ୍ କରୁଥିବେ। ସୋସିଆଲ ମିଡ଼ିଆ ଗୋଟେ ଏପରି ଜିନିଷ ଯେଉଁଟା ଆପଣମାନେ ଯଦି ରିଲ୍ସ ଦେଖି ଦେଖି ଘଣ୍ଟା ଘଣ୍ଟା ବ୍ୟବହାର କରୁଛନ୍ତି, ଆପଣମାନେ ଜାଣିପାରୁଥିବେ ସୋସିଆଲ ମିଡ଼ିଆରେ ଯଦି ଆପଣ କିଛି ଟାଇମ୍ ଆପଣଙ୍କର ଷ୍ଟୋରି ହଉ, ଆପଣ କୁଆଡ଼େ ଯାଉଛନ୍ତି, ଆପଣ ଆସୁଛନ୍ତି, ଏଇ ବିଷୟରେ ଯଦି ଆମେ କିଛି ଭିଡ଼ିଓ କରିକିରି ପକେଇବା, କାରଣ ଏଥିରେ କିଛି ଇନଭେଷ୍ଟମେଣ୍ଟ ହେଉନି କି, କିନ୍ତୁ ଏଇଟା କଣ୍ଟିନ୍ୟୁ କରିବାର ଅଛି। ଯାହାଦ୍ୱାରା କି ଆପଣମାନେ ସକ୍ସେସ୍ ହେଇପାରିବେ। ଦେଖନ୍ତୁ, ଆମେ ଜବ୍ କରୁଛୁ, ଜବ୍ କରିବା ସହିତ ପୁଣି ଆମକୁ କିଛି ଗୋଟେ କରିବାର ଅଛି। ସେଥିପାଇଁ ଗୋଟେ ନିଶ୍ଚିନ୍ତ ୟୁଟ୍ୟୁବକୁ ଆପଣନ୍ତୁ, ସୋସିଆଲ ମିଡ଼ିଆରେ ଭିଡ଼ିଓ ପକାନ୍ତୁ। ଏଇଟା ଦ୍ୱାରା କ'ଣ ହେବ, ଆପଣ କିଛି ନା କିଛି ସକ୍ସେସ୍ ହେଇପାରିବେ। କାରଣ ଆଜି ହେଇନାହାନ୍ତି, କଣ୍ଟିନ୍ୟୁ କରନ୍ତୁ। ବର୍ଷେ, 2 ବର୍ଷ, 1.5 ବର୍ଷ, 3 ବର୍ଷ, 4 ବର୍ଷ, ଏମିତି କଣ୍ଟିନ୍ୟୁ କଲା ପରେ ଦେଖାଯିବ ଦିନେ ନା ଦିନେ ଆପଣ ନିଶ୍ଚିନ୍ତ ଆପଣଙ୍କର ଯେଉଁ କ୍ରାଇଟେରିଆ ଅଛି ତାକୁ ଫୁଲଫିଲ୍ କରିପାରିବେ ଏବଂ ନିଶ୍ଚିନ୍ତ ସକ୍ସେସ୍ ହେବେ। ଯଦି ୱାନ୍ସ ସକ୍ସେସ୍ ହେଇଗଲେ, ତାହେଲେ ଆପଣ ଯେଉଁ ୱାର୍କ ଫ୍ରମ୍ କରୁଛନ୍ତି ସେ ୱାର୍କ ଫ୍ରମ୍ ଆଉ ଦରକାର ନାହିଁ, କେବଳ ଆପଣ ୟୁଟ୍ୟୁବ୍ ମାଧ୍ୟମରେ ୱାର୍କ ଫ୍ରମ୍ ପାଇପାରିବେ। ତେଣୁକରି ଏ ଭିଡ଼ିଓଟା ଏଥିପାଇଁ ଯେଉଁମାନେ ୟୁଥ୍ ମାନେ ରିଲ୍ସ ଦେଖିକିରି ସୋସିଆଲ ମିଡ଼ିଆରେ ସବୁବେଳେ ରିଲ୍ସ ଦେଖୁଛନ୍ତି, ସେମାନଙ୍କ ପାଇଁ ମୁଁ କହିବି। ଆପଣମାନେ ଦେଖୁଥିବେ ବହୁତ ଏମିତି ଓଡ଼ିଶାରେ ୟୁଟ୍ୟୁବର ଅଛନ୍ତି ଯେଉଁମାନଙ୍କ ପାଖରେ ଘର ନଥିଲା, ଗାଡ଼ି ନଥିଲା, କିଛି ନଥିଲା। ଆଜି ସେମାନେ କେଉଁଭଳି ଭାବରେ ଘର ମାନେ କ'ଣ କ'ଣ କରିଛନ୍ତି ଆପଣମାନେ ତ ଜାଣିଥିବେ, ସେଇଟା ଦେଖୁଥିବେ ୟୁଟ୍ୟୁବରେ। ତାଙ୍କ ନାଁ ନେବାକୁ ମୁଁ ଚାହୁଁନି, କାରଣ ସେମାନେ ଆପଣମାନେ ଦେଖୁଥିବେ, ସେଇଟା ଫିଲ୍ କରୁଥିବେ। ଯେଉଁମାନେ ନ୍ୟୁ ୟୁଥ୍ ମାନେ ଆଜି ସୋସିଆଲ ମିଡ଼ିଆରେ କିଛି କରିବାକୁ ଚାହୁଁଛନ୍ତି, ଏବେଠୁ ଷ୍ଟାର୍ଟ କରନ୍ତୁ। କଣ୍ଟିନ୍ୟୁ ଗୋଟେ ବର୍ଷ କାମ କରନ୍ତୁ, ଦେଖିବ ନିଶ୍ଚିନ୍ତ ଆପଣ କ୍ୟାରିୟର ଭିତରେ ସକ୍ସେସ୍ ହେବାଟା ଗ୍ୟାରେଣ୍ଟି। ଆଉ ସୋସିଆଲ ମିଡ଼ିଆରେ ୱାନ୍ସ ଥରେ ଯଦି ସକ୍ସେସ୍ ହେଇଗଲା ନା, କେଉଁ ଜବ୍ ମାନେ ତା ସହିତ ତୁଳନା ହେବନି। ତେଣୁକରି ଆପଣମାନେ ସମସ୍ତେ କାମ କରନ୍ତୁ। ଧନ୍ୟବାଦ। ଯଦି ଭିଡ଼ିଓଟା ଭଲ ଲାଗିଛି ତାହେଲେ ଲାଇକ୍ ଟିକେ କରିବେ।